ଆପଣମାନଙ୍କୁ ଏହି ଉତ୍କର୍ଷ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜି ଆମେ ଉତ୍କର୍ଷର ଏଫ୍ସି ଅର୍ଥାତ୍ ଫାଉଣ୍ଡେସନ୍ କ୍ୟାମ୍ପର ୱାର୍କସିଟ୍ 2 ଡିସ୍କସନ୍ କରିବା। ତ ୱାର୍କସିଟ୍ 2ର କ'ଣ ଟପିକ୍ ରହିଛି ଫାଷ୍ଟ ଜାଣିବା। ୱାର୍କସିଟ୍ 2ର ଟପିକ୍ ହେଉଛି ଫୋନିକ୍ସ। ଫୋନିକ୍ସ ମାନେ ସାଉଣ୍ଡ। ଆମ ଇଂଲିଶରେ ଯେତେ ସବୁ ଲେଟର୍ ଅଛି, ଆଲଫାବେଟ୍ ଅଛି, ସେସବୁର କିଛି ସାଉଣ୍ଡ ଅଛି। ଯେମିତିକି ଏ ଅ ସାଉଣ୍ଡ ହୁଏ, ବି ବ ସାଉଣ୍ଡ ହୁଏ, ସି କ ସ ସାଉଣ୍ଡ ହୁଏ। ତ ଏଇଭଳି ସବୁ ଲେଟର୍ର କିଛି ସାଉଣ୍ଡ ରହିଛି। ଏ ୱାର୍କସିଟ୍ଟି ତାକୁ ବେସ୍ କରିକି ଅଛି। ସେଠି ଏ ଅ ସାଉଣ୍ଡ ହେଉଛି ୟୁ ଉ ସାଉଣ୍ଡ, ସି ସ କ ସାଉଣ୍ଡ ହେଉଛି, ପି ପ ସାଉଣ୍ଡ ହେଉଛି, ଏନ୍ ନ ଣ ସାଉଣ୍ଡ ହେଉଛି, ଏଫ୍ ଫ ସାଉଣ୍ଡ ହେଉଛି, ଟି ଟ ସାଉଣ୍ଡ ହେଉଛି, ଆଇ ଇ ସାଉଣ୍ଡ ହେଉଛି, ଏମ୍ ମ ସାଉଣ୍ଡ ହେଉଛି। ସେମିତି ଆଇ ଇ ସାଉଣ୍ଡ, ଡବ୍ଲ୍ୟୁ ୱ ସାଉଣ୍ଡ, ଏଲ୍ ଲ ବା ଳ ସାଉଣ୍ଡ, ବି ବ ସାଉଣ୍ଡ, ଓ ସାଉଣ୍ଡ, ଜେ ଜ ସାଉଣ୍ଡ, ଇ ଏ ସାଉଣ୍ଡ ହେଉଛି, ଭି ଭ ସାଉଣ୍ଡ ହେଉଛି, କେ କଟା ରିପିଟ୍ ହେଇଯାଇଛି, ଏକ୍ସ ସ ସାଉଣ୍ଡ, ଡି ଡ ସାଉଣ୍ଡ, କ୍ୟୁ କ ସାଉଣ୍ଡ, ଏଚ୍ ହ ସାଉଣ୍ଡ। ସେମିତି ଜେ ଜ ବା ଜ ସାଉଣ୍ଡ, ଜି ଜ ସାଉଣ୍ଡ, ୱାଇ ୟ ସାଉଣ୍ଡ, ଓ ସାଉଣ୍ଡ। ଏଠି ଜିଟା ଜ ବି ସାଉଣ୍ଡ ହୁଏ, ଗ ବି ସାଉଣ୍ଡ ହୁଏ, ତେଣୁ କେୟାରଫୁଲ୍ ଟିକେ ରହିବ। ଏଇ ୱାର୍କସିଟ୍ 2ରେ ଆଉ ଗୋଟିଏ ଆକ୍ଟିଭିଟି ରହିଛି, ଯେଉଁଥିରେ କି ଲେଖା ହେଇଛି ରାଇଟ୍ ୱାର୍ଡସ୍ ଅର୍ ନେମ୍ସ ଅଫ୍ ଫ୍ରେଣ୍ଡସ୍ ଷ୍ଟାର୍ଟିଂ ଫ୍ରମ୍ ଦ ଫଲୋଇଂ ଆଲଫାବେଟ୍। ଏଇ ଆକ୍ଟିଭିଟିରେ କିଛି ଲେଟର୍ ଦେଇଛି, କିଛି ଆଲଫାବେଟ୍ ଦେଇଛି, ଯାହାକୁ ବେସ୍ କରିକି ତୁମେ ତୁମର କିଛି ଫ୍ରେଣ୍ଡଙ୍କ ନାଁ ଲେଖିବ। ଏଠାରେ ଯେମିତି ଥିଲା ବିରେ ବନିତା, ବର୍ଷା, ବାବୁ, ତୁମେ ଅଲଗା ଯାହା ନାଁ ଜାଣିଛ ତାକୁ ବି ଲେଖିପାରିବ। ଏଫ୍ରେ ଫକୀର, ଫ୍ଲୋରା, ପ୍ରତିମା। ଡିରେ ଦୀପକ, ଦୀପା, ଡୋନା। ଏରେ ସରୋଜ, ସୁନିତା, ସୀତା। ସେମିତି ଟିରେ ତନ୍ମୟ, ଟିନା, ରୁନା। ଏରେ ଅମିୟ, ମନୋଜ, ଅର୍ଜୁନ। ଏଇଭଳି ତମେ ମନକୁ ଯାହା ବି ନାଁ ଜାଣିଛ ଲେଖିପାରିବ, ତମ ସାଙ୍ଗମାନଙ୍କର ନାଁ ଲେଖିବ। ପି ପଦ୍ମା, ପବନ, ପୁଷ୍ପା। ସେମିତି ଏରେ ମଳୟ, ମୀନା, ମାନସୀ। ଆରେ ରଞ୍ଜିତା, ରଶ୍ମି, ରୀତା। ତ ଏଇଭଳି ଲେଖି ତୁମେ ଏହି ୱାର୍କସିଟ୍ଟିକୁ ପୂରଣ କରିବ। ଧନ୍ୟବାଦ।